କାର୍ଯ୍ୟ କରିଯାଅ, କିନ୍ତୁ ଆବଦ୍ଧ ହୁଅ ନାହିଁ। ଯଦି ବିଷୟର ପରିବର୍ତ୍ତନରେ ତୁମର ହୃଦୟରେ ପରିବର୍ତ୍ତନ ଆସୁଛି ବୋଲି ବୁଝିପାର, ଆଉ ସେହି ପରିବର୍ତ୍ତନ ତୁମର ବାଞ୍ଛନୀୟ ନୁହେଁ, ତେବେ ଠିକ୍ ଜାଣିଥାଅ ତୁମେ ଆବଦ୍ଧ ହୋଇଛ। କୌଣସି ପ୍ରକାର ସଂସ୍କାରରେ ଆବଦ୍ଧ ରୁହ ନାହିଁ। ଏକମାତ୍ର ପରମ ପୁରୁଷଙ୍କର ସଂସ୍କାର ଛଡ଼ା ଆଉ ଯାହା କିଛି ସବୁ ହିଁ ବନ୍ଧନ। ତୁମର ଦର୍ଶନର ଜ୍ଞାନର ପରିସର ଯେତେ ଟିକେ ଅଦୃଷ୍ଟ, ଠିକ୍ ତାହାରି ଆଗକୁ। ଦେଖିପାରୁନାହଁ, ଜାଣିପାରୁନାହଁ, ତେଣୁ ଅଦୃଷ୍ଟ। ତୁମର ଶଇତାନ ଅହଙ୍କାରୀ ଅହମ୍ମକ ମୁଁଟାକୁ ବାହାର କରିଦିଅ। ପରମ ପିତାଙ୍କ ଇଚ୍ଛାରେ ତୁମେ ଚାଲ। ଅଦୃଷ୍ଟ କିଛି କରିପାରିବ ନାହିଁ। ପରମ ପିତାଙ୍କ ଇଚ୍ଛା ହିଁ ଅଦୃଷ୍ଟ। ତୁମର ସବୁ ଅବସ୍ଥା ଭିତରେ ତାଙ୍କର ମଙ୍ଗଳ ଇଚ୍ଛାକୁ ବୁଝିବାକୁ ଚେଷ୍ଟା କର। ଦେଖିବ, କାତର ହେବ ନାହିଁ। ବରଂ ହୃଦୟରେ ସବଳତା ଆସିବ, ଦୁଃଖରେ ମଧ୍ୟ ଆନନ୍ଦ ପାଇବ। କାର୍ଯ୍ୟ କରିଯାଅ, ଅଦୃଷ୍ଟ ଭାବି ଭାଙ୍ଗି ପଡ଼ ନାହିଁ, ଅଳସୁଆ ହୁଅ ନାହିଁ। ଯେପରି କାର୍ଯ୍ୟ କରିବ ତୁମର ଅଦୃଷ୍ଟ ସେହିପରି ହୋଇ ଦୃଷ୍ଟ ହେବେ। ସତ୍ କର୍ମୀର କଦାପି ଅକଲ୍ୟାଣ ହୁଏ ନାହିଁ, ଦିନକ ଆଗରୁ ବା ପରେ। ପରମ ପିତାଙ୍କ ଆଡ଼କୁ ଅନାଇ କାର୍ଯ୍ୟ କରିଯାଅ। ତାଙ୍କର ଇଚ୍ଛା ହିଁ ଅଦୃଷ୍ଟ। ତା ଛଡ଼ା ଆଉ ଗୋଟାଏ ଅଦୃଷ୍ଟ ଫଦୃଷ୍ଟ ବନେଇ ବେକୁବ ହୋଇ ବସି ରୁହ ନାହିଁ। ଅନେକ ଲୋକ ଅଦୃଷ୍ଟରେ ନାହିଁ ବୋଲି ମଙ୍ଗ ଛାଡ଼ି ଦେଇ ବସିଥାନ୍ତି, ଅଥଚ ନିର୍ଭରତା ବି ନାହିଁ। ଶେଷରେ ସାରା ଜୀବନ ଦୁର୍ଦ୍ଦଶାରେ କଟାନ୍ତି। ସେ ସବୁ ଅହମ୍ମକି। ତୁମେ ଗଲେ ହିଁ ଅଦୃଷ୍ଟ ଶେଷ ହେଲା। ଦର୍ଶନ ବି ନାହିଁ, ଅଦୃଷ୍ଟ ବି ନାହିଁ।